ଚନ୍ଦନଗଡ଼ର ରାଜା ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଥିଲେ। ତାଙ୍କର ରାଜ୍ୟ ଅନେକ ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, କିନ୍ତୁ ରାଜ୍ୟ ବିସ୍ତାର କାମନାରେ ସେ ଅନେକ ଛୋଟ ଛୋଟ ରାଜ୍ୟ ଗୁଡ଼ିକୁ ପଦଦଳିତ କରିଥିଲେ। ଏହି କାରଣରୁ ତାଙ୍କର ଶତ୍ରୁମାନଙ୍କର ସଂଖ୍ୟା କମ୍ ନଥିଲା, ଯାହାକି ତାଙ୍କ ଉପରେ ପ୍ରାଣଘାତକ ଆକ୍ରମଣ ହେଉଥିଲା। ସେ ନିଜ ସମସ୍ୟାର ସମାଧାନ ପାଇଁ ନିଜର କୁଳଗୁରୁଙ୍କର ସମକ୍ଷରେ ଏହି ସମସ୍ୟାକୁ ବ୍ୟକ୍ତ କରିଥିଲେ। ଗୁରୁ କହିଥିଲେ, ହେ ରାଜନ, ରାଜାଙ୍କର କୀର୍ତ୍ତି ରାଜ୍ୟର କ୍ଷେତ୍ରଫଳରୁ ନୁହେଁ, କରୁଥିବା ପ୍ରଜାଙ୍କ ଆତ୍ମିକ ସନ୍ତୋଷର ନିର୍ଦ୍ଧାରିତ ହୋଇଥାଏ। ବର୍ତ୍ତମାନ ତୁମେ ଧର୍ମନିଷ୍ଠ ଜୀବନଯାପନ କର, ପ୍ରଜାଙ୍କର ହିତ ନିମନ୍ତେ କାମ କର, ସମସ୍ତଙ୍କୁ ରୋଜଗାର ଦିଅ, ଆଉ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସମଗ୍ର ବିକାଶ ପାଇଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କର। ତାହେଲେ ତୁମେ ଶତ୍ରୁମାନଙ୍କର ସ୍ଥାନରେ ତୁମର ପ୍ରଜାମାନଙ୍କ ଦ୍ୱାରା ନିଜକୁ ସୁରକ୍ଷିତ ରହିପାରିବ, ଆଉ ବିଶ୍ୱ ବିଜେତା ପରିବର୍ତ୍ତେ ପ୍ରଜାବତ୍ସଳ ବୋଲାଅ, ଏଥିରେ ତୁମର କଲ୍ୟାଣ ରହିଛି। ଏହା ଶୁଣି ରାଜା ସେବେଠୁ ନିଜର ଜୀବନର ପଥ ବଦଳି ଯାଇଥିଲା, ଆଉ ସେ ନିଜର ପ୍ରଜାମାନଙ୍କର କଲ୍ୟାଣ ନିମନ୍ତେ ସର୍ବଦା ତତ୍ପର ରହିଥିଲେ। ଏହି ଛୋଟ ବିଷୟର ଉପସ୍ଥାପନରୁ ଆମକୁ ଉଚିତ ଶିକ୍ଷା ହେଲା ଯେ ଆମେ ସମାଜରେ ବସବାସ କରୁଛେ, ନିଜର ସ୍ୱାର୍ଥ ପ୍ରତି ଦେଖିବା ଉଚିତ ନୁହଁ, ସମସ୍ତଙ୍କର କଲ୍ୟାଣ ପ୍ରତି, ସମସ୍ତଙ୍କର ମଙ୍ଗଳ କାମନା ନିମନ୍ତେ ଆମେ ସର୍ବଦା ତତ୍ପର ରହିବା ଉଚିତ, ଯାହାଦ୍ୱାରା କି ସମସ୍ତଙ୍କର କଲ୍ୟାଣ ସହିତ ନିଜର କଲ୍ୟାଣ ହୋଇଥାଏ। ପାଳନ କରନ୍ତୁ, ସୁଖରେ ରୁହନ୍ତୁ।